ଆପଣ ଲକ୍ଷ୍ୟ କରନ୍ତୁ ଆଜି ଆସନ୍ତା 17 ତାରିଖ ଓଇଟି କନଫରେନ୍ସନ୍ ହଲ୍ରେ ଯେଉଁ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ହେବାକୁ ଯାଉଛି ସେଠି ବହୁ ନେତା ଏକତ୍ରିତ ହୋଇ ବିଜୁ ବାବୁଙ୍କର ସ୍ମୃତି ଉଚ୍ଚାରଣ କରିବେ। ଏ ଶ୍ରାଦ୍ଧ ସଭା ସାଙ୍ଗରେ ଆଜି ସମୟ ଆସିଛି ଯେଭଳି ଭାବରେ ଆପଣଙ୍କର ବିଜୁ ଜନତା ଦଳ ଆଜି ରସା ତଳକୁ ଯିବାକୁ ବସିଛି। ତାର କାରଣ ହେଲା ବିଜୁ ଜନତା ଦଳ ଯେଉଁ କଂଗ୍ରେସ ବିରୁଦ୍ଧରେ ତିଆରି ହୋଇଥିଲା ଆଜି ସେହି କଂଗ୍ରେସ ମୁହାଁ ହେବାକୁ ଲାଗିଛି। ତାଦ୍ୱାରା ବହୁ ନେତା ସେଥିରେ ମୁହଁ ଫେରାଇଲେଣି ଏବଂ ଆସି ବିଜୁ ଲିଗାସି ଯେଉଁମାନେ କରୁଛନ୍ତି ତାଙ୍କ ସାଙ୍ଗରେ ଯୋଡ଼ ଦେଲେଣି। ସାରା ଓଡ଼ିଶାରୁ ଯାହା ଆମ ପାଖରେ ଖବର ଆସୁଛି ସାରା ଓଡ଼ିଶାରୁ ବିଜୁ ପ୍ରେମୀ ବିଜୁ ବାବୁଙ୍କର ଯେଉଁମାନେ ଅନ୍ତର ସହିତ ଭଲ ପାଆନ୍ତି ସେମାନେ ଆସି 17 ତାରିଖ ପହଞ୍ଚିବେ। ଆଉ ଗୋଟେ କଥା ହେଉଛି ଆପଣମାନେ ଲକ୍ଷ୍ୟ କରନ୍ତୁ ଆଜି ବିଜୁ ବାବୁଙ୍କ ସାଙ୍ଗରେ ବିଗତ ମାନେ ଆପଣ ଜନତା ପାର୍ଟି ଜନତା ଦଳ ବିଜୁ ଜନତା ଦଳ ଯେଉଁମାନେ ବିଜୁ ବାବୁଙ୍କ ସାଙ୍ଗରେ ଥିଲେ ସେ ଧୀରେ ଧୀରେ ସେମାନଙ୍କୁ ବିଜୁ ଜନତା ଦଳରୁ ସସ୍ପେଣ୍ଡ କରି ଚାଲିଛନ୍ତି ନବୀନ ବାବୁ। ଗତକାଲି ବି ଶୁଣିଥିଲି ଜଣେ ଜିଲ୍ଲା ପରିଷଦ ଭୀମ ପାଇକରାକୁ ମଧ୍ୟ ସସ୍ପେଣ୍ଡ କରାଯାଇଛି। ଆପଣ ବହୁ ଲୋକଙ୍କୁ ଟିକେ କଥାରେ ସସ୍ପେଣ୍ଡ କରାଯାଉଛି ଏବଂ ତାକୁ ସେମାନେ ମଧ୍ୟ ଧୀରେ ଆସିକି ଦେଖିବେ ଆପଣ ଯୋଡ଼ ଦେବେ ବିଜୁ ଲିଗାସି। କାରଣ ଯେଉଁମାନେ ବିଜୁ ଲିଗାସି ଆଜି କରିଛନ୍ତି କି ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ କରିବେ ଓଡ଼ିଶା ନାଗରିକ ମଞ୍ଚ ମାଧ୍ୟମରେ ସେମାନେ ସବୁଯାକ ଜନତା ପାର୍ଟି ଜନତା ଦଳ ବିଜେଡ଼ି ଆର ମୁଖ୍ୟ ଲୋକ ଥିଲେ କିଏ ଦିଲ୍ଲୀପ ରାୟ ବିଜୟ ମହାପାତ୍ର ପ୍ରଭାତ ତ୍ରିପାଠୀ ଅମର ଶତପଥୀ ଏମାନେ ମୁଖ୍ୟ ଲୋକ ଥିଲେ। ଏମାନେ ବିଜୁ ବାବୁଙ୍କର ଅତି ଅନ୍ତରଙ୍ଗ ଥିଲେ। ଆପଣ ବିଜୁ ବାବୁଙ୍କର ଫଟୋ ଦେଖିବେ ପୁରୁଣା ଫଟୋ ଦେଖିବେ ବିଜୁ ବାବୁ ଯେତେବେଳେ ଦେହତ୍ୟାଗ କଲେ ତାଙ୍କ ଶବକୁ ଏମାନେ କାନ୍ଧେଇଥିଲେ। ଏମାନେ କାନ୍ଧେଇକି ସ୍ୱର୍ଗଦ୍ୱାରକୁ ନେଇକି ତାଙ୍କର ଶବଦାହ କଲେ। ଆଜି ସେମାନଙ୍କୁ ସବୁ ବିଜୁ ଜନତା ଦଳକୁ ସେମାନଙ୍କୁ ସବୁ ବିଦା କରାଗଲା। ଆଉ କେଉଁମାନଙ୍କୁ ବିଜୁ ଜନତା ଦଳ ଦାୟିତ୍ୱ ଦିଆହେଲା ମାନସ ମଙ୍ଗରାଜ ଯେ ଜୀବନରେ ୱାର୍ଡ଼ ମେମ୍ବର ଜିତି ନାହାନ୍ତି କଂଗ୍ରେସରୁ ଆସିଛନ୍ତି ସିଏ ବର୍ତ୍ତମାନ ପାର୍ଲାମେଣ୍ଟରେ ବିଜେଡ଼ିର ନେତା ହେଲେ। ଉପନେତା ସୁଲତା ଦେହ କେବଳ ଯିଏ ପାଣ୍ଡିଆନକୁ ଅଧିକା ତେଲ ମାରିଲା ପାଣ୍ଡିଆନ ଲିଗାସି ହେଲା ବିଜୁ ଜନତା ଦଳଟା ବର୍ତ୍ତମାନ ବିଜେଡ଼ି ହେଇଯାଇଛି ପାଣ୍ଡିଆନ ଜନତା ଦଳ। ଆମେ ତ ଲକ୍ଷ୍ୟ କରୁଛୁ ଏଠି ନବୀନ ବାବୁଙ୍କର ଆଉ କୌଣସି ପ୍ରକାର ବିଜୁ ଜନତା ଦଳରେ ତାଙ୍କର ଯେଉଁ ରୋଗ ଥିଲା ତାଙ୍କର ଯେଉଁ କଡ଼ା ନିର୍ଦ୍ଦେଶ ଥିଲା ଟିକେ କଥାରେ ସିଏ ଇଏ କରିପାରୁଥିଲେ ତାଙ୍କର ପାଣ୍ଡିଆନ ପ୍ରତି ତାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ। ବିଜୁ ଜନତା ଦଳ ନା ପାଣ୍ଡିଆନ ଜନତା ଦଳ ପୁରାପୁରି ଏବେ ପାଣ୍ଡିଆନ ଜନତା ଦଳ ବିଜେଡ଼ି ହେଇଯାଇଛି ପୁରା ବିଜୁ ଜନତା ଦଳ ଆଉ କିଛି ନାହିଁ। ଆପଣ 17 ତାରିଖରେ ଲକ୍ଷ୍ୟ ଦେଖିବେ ବହୁ ବିଜୁ ଲିଗାସି ଯେଉଁମାନେ ନିଷ୍ପେଷିତ ଆଉ ଅତି ସଙ୍କଟ ଅବସ୍ଥାରେ ପ୍ରତ୍ୟାଖ୍ୟାନ ଅବସ୍ଥାରେ ଦଳରେ ପଡ଼ିକି ଅଛନ୍ତି ବିଜୁ ଜନତା ଦଳରେ ସେମାନେ ବିଜୁ ଲିଗାସିଙ୍କ ସାଙ୍ଗରେ ଆସି ଯୋଗ ଦେବେ।